କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘର ବୈଠକ। କଳା ଓ କଳାକାର ହିତୈଷୀ ମହାମଞ୍ଚ କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଦାରିଙ୍ଗବାଡ଼ି ସନ୍ନିକଟ ସିର୍ତ୍ତିଗୁଡ଼ା ସ୍ଥିତ ନାମ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟକାରୀ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାସଂଘ ମହାସଚିବ ସୁଭାଷ ଚନ୍ଦ୍ର ସାହୁ ରୋଶନ ଯୋଗଦେଇ କଳାକାରମାନେ ସଂଘମନସ୍କ ହେଲେ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସାଧିତ ହୋଇପାରିବ ବୋଲି ବୈଠକକୁ ଉଦ୍ବୋଧନ ଦେଇଥିଲେ। ସର୍ବଶ୍ରୀ ଶବର ପାତ୍ର, ସନାତନ ଗୌଡ଼, ଚନ୍ଦା ଦିଗାଳ, ଶ୍ରୀକୃଷ୍ଣ ବେହେରା ପ୍ରମୁଖ ମଞ୍ଚାସୀନ ରହି ସାଂଗଠନିକ ଆଲୋଚନା କରିଥିଲେ। ଚଳିତ ମାସ 26 ତାରିଖ 10 ଘଟିକାରେ ଧରମପୁର ଠାରେ ଏକ କଳାକାର ସମାବେଶ କରିବା ନେଇ ସ୍ଥିର କରାଯାଇଥିଲା। ଏଥିରେ ସର୍ବଶ୍ରୀ ଅନ୍ତର୍ଯାମୀ ଦିଗାଳ, ସତ୍ୟ ବିଶୋଇ, କିଶୋର ବଡ଼ସେଠ, ନାରାୟଣ ବେହେରା, ସନ୍ତୋଷ କୁମାର ବେହେର ଦଳାଇ, ଶୁଭକାନ୍ତ ବଡ଼ସେଠ, ପ୍ରତିମା ଉଠାନ ସିଂ, ସରୋଜିନୀ ଶତପଥୀ ପ୍ରମୁଖ ବହୁ କଳାକାର ଉପସ୍ଥିତ ରହି ବୈଠକରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ସନ୍ନ୍ୟାସୀ ବାଘ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ।